ଜୟ ଶ୍ରୀ ରାଧେକୃଷ୍ଣ। ଶ୍ରୀକୃଷ୍ଣ କହିଛନ୍ତି ଯେଉଁଠାରେ ମନ ଉପରେ ନିୟନ୍ତ୍ରଣ ହରାଇ ଦିଆଯାଏ, ତୁମ ଭିତରେ ଦୁଇଟି ସ୍ୱର ଅଛି, ଗୋଟିଏ ଭୟ ଏବଂ ଗୋଟିଏ ବିଶ୍ୱାସର। ଭୟ କୁହେ ଯଦି ଏମିତି ହେଲା ତ କ'ଣ ହେବ, ଏବଂ ବିଶ୍ୱାସ କୁହେ ଯାହା ବି ହେବ ତାହା ଭଲ ପାଇଁ ହେବ। ଯଦି ତୁମେ ବିଶ୍ୱାସର ସ୍ୱର ଶୁଣିବା ଶିଖିଯିବ, ତେବେ ଚିନ୍ତା ନିଜେ ତୁମର ପିଛା ଛାଡ଼ିଦେବ। କୃଷ୍ଣ ଅର୍ଜୁନଙ୍କୁ କହିଥିଲେ, ଅର୍ଜୁନ ତୁ କାହିଁକି ଭୟଭୀତ ହେଉଛୁ? କାହିଁକି ଭାବୁଛୁ ଯେ ପରିଣାମ କ'ଣ ହେବ? ତୁ କେବଳ କର୍ମ କର, ଫଳର ଚିନ୍ତା ମୋ ଉପରେ ଛାଡ଼ିଦେ। ଦେଖ, ଏହା କେବଳ ଅର୍ଜୁନଙ୍କ ପାଇଁ ନଥିଲା, ଏହା ସେହି ପ୍ରତ୍ୟେକ ମଣିଷ ପାଇଁ ଯିଏ ଆଜି ଚିନ୍ତାରେ ବୁଡ଼ୁଛି, ଯିଏ ପ୍ରତ୍ୟେକ କଥାକୁ ନେଇ ଡରୁଛି। ଚିନ୍ତା କରୁଥିବା ବ୍ୟକ୍ତି ନିଜ ସହିତ ଲଢ଼ୁଥାଏ, ତା'ର ମନ ଯୁଦ୍ଧର ମୈଦାନ ପାଲଟିଯାଏ। ଯେଉଁଠାରେ ପ୍ରତ୍ୟେକ ବିଚାର ତା'ର ପରି ତାଙ୍କୁ ଆଘାତ କରେ। ମାତ୍ର କୃଷ୍ଣ କୁହନ୍ତି, ମନକୁ ମୌନ କରିଦିଅ, ଚିନ୍ତା ସ୍ୱୟଂ ମରିଯିବ। ମୌନର ଅର୍ଥ ହେଉଛି ସ୍ୱୀକାର କରିବା, ଭରସା କରିବା ଏବଂ ପ୍ରଭୁଙ୍କ ଉପରେ ସବୁ କିଛି ଛାଡ଼ିଦେବା। ଜଣେ କୃଷକ ପ୍ରତିଦିନ କ୍ଷେତ ହଜ କରେ, ମଞ୍ଜି ପକାଏ ଏବଂ ତା'ପରେ ଆକାଶ ଆଡ଼ୁ ଦେଖେ। ତାକୁ ଚିନ୍ତା ହୁଏ ନାହିଁ ଯେ ବର୍ଷା ହେବ କି ନାହିଁ, କାରଣ ସେ ଜାଣିଛି ଯାହା ହେବ ତାହା ହିଁ ଉଚିତ ହେବ। ସେହିପରି ଜୀବନର କ୍ଷେତ୍ରରେ କର୍ମ ମଞ୍ଜି ପକାଅ ଏବଂ ଫଳର ଚିନ୍ତା ମୋତେ କରିବାକୁ ଦିଅ। ଏହା ହିଁ ତ ଗୀତାର ସାର। କେବେ ଭାବିଛ କାହିଁକି ତୁମ ଚେହେରାରେ ହସ କମିଯାଉଛି? କାରଣ ତୁମେ ସେହି ସବୁ କଥାର ଚିନ୍ତା କରୁଛ ଯାହା ତୁମର ବେଶରେ ନାହିଁ। କୃଷ୍ଣ କୁହନ୍ତି, ଯେଉଁ ବ୍ୟକ୍ତି ନିଜ ବେଶରେ ନଥିବା କଥାର ଚିନ୍ତା କରେ ନାହିଁ, ସେ ସଚ୍ଚା ଜ୍ଞାନୀ। ଜୀବନ ତୁମର ଶିକ୍ଷକ ଏବଂ ପ୍ରତ୍ୟେକ ପରିସ୍ଥିତି ତୁମର ପାଠାଜେ। ଏହାକୁ ବୁଝିଗଲ, ସେ ଚିନ୍ତାରୁ ମୁକ୍ତ ହୋଇଗଲା। ଅନେକ ଥର ଲୋକେ କୁହନ୍ତି, କୃଷ୍ଣ ସବୁକିଛି ଠିକ୍ ହେବ କେବେ ହେବ? ଏବଂ କୃଷ୍ଣ ହସନ୍ତି, ଯେତେବେଳେ ତୁମେ ଚିନ୍ତା ଛାଡ଼ିଦେବ। କାରଣ ଯିଏ ଚିନ୍ତା ଛାଡ଼ିଦିଏ, ତା ଭିତରେ ଈଶ୍ୱର ନିଜେ ଓହ୍ଲାଇ ଆସନ୍ତି। ଚିନ୍ତାର ଅନ୍ତ ବିଶ୍ୱାସ ଆରମ୍ଭ କ'ଣ ତୁମକୁ ଜଣାଅଛି? ଚିନ୍ତା କରୁଥିବା ବ୍ୟକ୍ତି ସମୟ ପୂର୍ବରୁ ବୁଢ଼ା ହୋଇଯାଏ। ତା'ର ହସ, ତା'ର ଶକ୍ତି, ତା'ର ଆତ୍ମବିଶ୍ୱାସ ସବୁ ଧୀରେ ଧୀରେ ମରିଯାଏ। କାରଣ ଚିନ୍ତା ତୁମକୁ ବଞ୍ଚିବାକୁ ଦିଏ ନାହିଁ, କେବଳ ଡରିବାକୁ ଦିଏ। କିନ୍ତୁ ଯିଏ କୃଷ୍ଣଙ୍କ ଉପରେ ଭରସା କରେ, ସେ ହସି ହସି ବିପତ୍ତିକୁ ମଧ୍ୟ ପାର କରିଯାଏ। କୃଷ୍ଣ କୁହନ୍ତି, ଯାହା ବି ତୋ ସାଙ୍ଗରେ ହେଉଛି, ତାହା ତୋତେ ଗଢ଼ିବା ପାଇଁ ହେଉଛି। ତୋତେ କାହିଁକି ଚିନ୍ତା କରୁଛୁ? ଦେଖ, ଯେତେବେଳେ ତୁ ଚିନ୍ତା କରୁ, ସେତେବେଳେ ତୁ ଈଶ୍ୱରଙ୍କ ଯୋଜନା ଉପରେ ପ୍ରଶ୍ନ ଉଠାଉ। ମାତ୍ର ଯେତେବେଳେ ତୁ ଭରସା ରଖୁ, ସେତେବେଳେ ତୁ ଈଶ୍ୱରଙ୍କ ସାଥୀ ପାଲଟି ଯାଉ। ଯଦି ତୁମକୁ ଲାଗୁଛି ଯେ ତୁମ ଉପରେ ବହୁତ ସଙ୍କଟ ଅଛି, ତେବେ ଏହା ବୁଝ ଯେ ଈଶ୍ୱର ତୁମକୁ ଦୁର୍ବଳ ନୁହେଁ, ବରଂ ସବୁଠାରୁ ଶକ୍ତିଶାଳୀ ହେବା ପାଇଁ ବାଛିଛନ୍ତି। ଚିନ୍ତା କରିବ ତ ଖସି ପଡ଼ିବ, ବିଶ୍ୱାସ ରଖିବ ତ ଉଠିଯିବ। ଜୀବନର ପ୍ରତ୍ୟେକ କଠିନତା ଗୋଟିଏ ବାର୍ତ୍ତା ନେଇ ଆସେ, ମୋତେ ଜିତିକରି ଦେଖ, ମୁଁ ତୁମକୁ ମହାନ କରିଦେବି। କିନ୍ତୁ ଚିନ୍ତା ସେହି କର୍ତ୍ତାକୁ ଲିଭାଇ ଦିଏ। କୃଷ୍ଣ କୁହନ୍ତି, ଯିଏ ଚିନ୍ତା ଛାଡ଼ିଦେଲା, ସେ ସଂସାରକୁ ଜିତିଗଲା। ଯେତେବେଳେ ମନ ବାରମ୍ବାର କୌଣସି ସମସ୍ୟା ଉପରେ ଭାବେ, ସେତେବେଳେ ସେହି ସମସ୍ୟା ଆହୁରି ବଡ଼ ହୋଇଯାଏ। ମନର ସ୍ୱଭାବ ହେଉଛି, ଯେଉଁ ଦିଗରେ ଧ୍ୟାନ ଦିଅ, ସେହି ଜିନିଷ ବଢ଼େ। ଯଦି ତୁମେ ଚିନ୍ତା ଉପରେ ଧ୍ୟାନ ଦେବ, ତେବେ ତାହା ବଢ଼ିବ। କିନ୍ତୁ ଯଦି ତୁମେ ପ୍ରଭୁଙ୍କ ଉପରେ ଧ୍ୟାନ ଦେବ, ତେବେ ଚିନ୍ତା ଆପେ ଆପେ ମିଳାଇଯିବ। କୃଷ୍ଣ କୁହନ୍ତି, ମୁଁ ପ୍ରତ୍ୟେକ ହୃଦୟରେ ଅଛି, କିନ୍ତୁ ଯିଏ ମୋତେ ଖୋଜେ, ସେ ହିଁ ମୋତେ ପାଏ। ଚିନ୍ତା କରୁଥିବା ବ୍ୟକ୍ତି ବାହାରରେ ଖୋଜେ ସୁଖ, ସମାଧାନ, ଶାନ୍ତ, ମାତ୍ର ଯିଏ ଭିତରକୁ ଚାହେଁ, ସେ କୃଷ୍ଣଙ୍କୁ ଦେଖିନିଏ। ଏବଂ ଯେତେବେଳେ କୃଷ୍ଣ ମିଳିଯାଆନ୍ତି, ସେତେବେଳେ ଚିନ୍ତାର ସ୍ଥାନ କେଉଁଠି? କେବେ ନିଜ ଜୀବନରେ ଅନୁଭବ ମନେ ପକାଅ। ଯେତେବେଳେ ତୁମେ ସବୁକିଛି ହରାଇ ଦେଇଥିଲ, ସେତେବେଳେ ବି କୌଣସି ଅଦୃଶ୍ୟ ଶକ୍ତି ତୁମକୁ ସମ୍ଭାଳିଥିଲେ। ସେ କିଏ ଥିଲେ? ସେହି କୃଷ୍ଣ। ସେ ସେତେବେଳେ ମଧ୍ୟ ତୁମର ହାତ ଧରିଥିଲେ, ଯେତେବେଳେ ତୁମେ କାନ୍ଦିଥିଲ ଏବଂ ତାଙ୍କୁ ଡାକି ବି ପାରୁନଥିଲ। ଯଦି ସେ ସେତେବେଳେ ଛାଡ଼ିଲେ ନାହିଁ, ତେବେ ଏବେ କାହିଁକି ଛାଡ଼ିବେ? କୃଷ୍ଣ ହସି ହସି କହନ୍ତି, ତୁ କାହିଁକି ଚିନ୍ତା କରୁଛୁ? କ'ଣ ତୁ କେବେ ସୂର୍ଯ୍ୟଙ୍କୁ ଶୀଘ୍ର ଉଦୟ ହେବାର ଚିନ୍ତା କରୁଥିବାର ଦେଖୁଛୁ? କ'ଣ ତୁ କେବେ ଚନ୍ଦ୍ରକୁ ତା'ର ଚମକ ହରାଇବାକୁ ଡରୁଥିବାର ଦେଖୁଛୁ? ପ୍ରକୃତିରେ ପ୍ରତ୍ୟେକ ଅଂଶ ଜାଣେ, ସେ ସବୁକିଛି ନିଜ ସମୟରେ ହୁଏ। କେବଳ ମନୁଷ୍ୟ ହିଁ ଅଟେ, ଯିଏ ପ୍ରତ୍ୟେକ କଥାରେ ତରବର କରେ, ପ୍ରତ୍ୟେକ ଜିନିଷକୁ ନିଜ ହିସାବରେ ଚାହେଁ
ଏବଂ ଯେତେବେଳେ ଜିନିଷ ଗୁଡ଼ିକର ତାର ଇଚ୍ଛାରେ ହୁଏ ନାହିଁ ସେତେବେଳେ ସେ ଚିନ୍ତା କରିବାକୁ ଲାଗେ। ଏହା ପୂର୍ବେ ଆମେ ଏହି ବିଷୟକୁ ଗଭୀରତା ସହିତ ବୁଝିବା। ଆପଣମାନଙ୍କୁ ଅନୁରୋଧ ଯେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣଙ୍କୁ ଏହି ପ୍ରୟାସ ପସନ୍ଦ ଆସେ ତେବେ ଏବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ତଳେ କମେଣ୍ଟରେ ଜୟ ଶ୍ରୀ ରାଧେକୃଷ୍ଣ ଅବଶ୍ୟ ଲେଖନ୍ତୁ। ଏହା ସହିତ ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ ନିଶ୍ଚୟ ଦବାନ୍ତୁ, ଯାହା ଫଳରେ ଆମର ପ୍ରତ୍ୟେକ ପ୍ରେରଣାଦାୟକ ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚି ପାରିବ। ବରଂ ଶାନ୍ତ ହୋଇ ଶୁଣ, ହୁଏତ କୃଷ୍ଣ ତୁମକୁ କିଛି ନୂଆ ଶିଖାଇବାକୁ ଚାହୁଁଛନ୍ତି। କୃଷ୍ଣ କୁହନ୍ତି, ଚିନ୍ତା କରିବା ଦ୍ୱାରା କୌଣସି ଫଳ ମିଳେ ନାହିଁ, ବରଂ ତୁମର ମନ ଅନ୍ଧକାରକୁ ଚାଲିଯାଏ ଏବଂ ଯେତେବେଳେ ମନ ଅନ୍ଧକାରରେ ଥାଏ ସେତେବେଳେ ସତ୍ୟ ଦେଖାଯାଏ ନାହିଁ। ତେଣୁ ଯେତେବେଳେ ବି ଚିନ୍ତାର ଭାବନା ଉଠେ ତୁରନ୍ତ ନିଜ ମନରେ ଏକ ମନ୍ତ୍ର ଦୋହରାଅ, ମୋର ବିଶ୍ୱାସ ଅଛି ଯାହା ବି ହେଉଛି ତାହା ମୋର ହିତରେ ଅଛି। ଏହି ମନ୍ତ୍ରରେ ସେହି ଶକ୍ତି ଅଛି ଯାହା ଚିନ୍ତାକୁ ଭସ୍ମ କରିଦିଏ। ପ୍ରତ୍ୟେକ ଥର ଯେତେବେଳେ ତୁମର ମନ କୁହେ ଏବେ କ'ଣ ହେବ, ତ ନିଜେ ଭିତରକୁ ସ୍ୱର ଆସିବାକୁ ଦିଅ, ଯାହା ହେବାର ଅଛି ତାହା ହିଁ ହେବ, କିନ୍ତୁ ମୁଁ ମୋର କର୍ମରୁ ପଛକୁ ହଟିବି ନାହିଁ। ଏହା ହିଁ ସଚ୍ଚା ଭକ୍ତି। କୃଷ୍ଣ କହନ୍ତି, ଭକ୍ତିର ଅର୍ଥ କେବଳ କାମ ଜପିବା ନୁହେଁ, ବରଂ ନିଜର ପ୍ରତ୍ୟେକ କର୍ମରେ ମୋତେ ମନେ ରଖିବା। ଯେତେବେଳେ ତୁମେ ଏମିତି କର ତେବେ ଚିନ୍ତାର କୌଣସି ପ୍ରଭାବ ରହେ ନାହିଁ। କେବେ ତୁମେ ଦେଖିଥିବ ଯେତେବେଳେ ବର୍ଷା ହୁଏ ତ ପୃଥିବୀର କାଦୁଅ ମଧ୍ୟ ହୁଏ, କିନ୍ତୁ ସେ କାଦୁଅର ପଦ୍ମ ଫୁଟେ। ଜୀବନ ମଧ୍ୟ ସେହିପରି। ଚିନ୍ତା ଆସିବ, ଅସୁବିଧା ଆସିବ, ମାତ୍ର ସେହି ପରିସ୍ଥିତି ତୁମକୁ ମଜବୁତ ମଧ୍ୟ କରିବ। କୃଷ୍ଣ କୁହନ୍ତି, ସମୟ କେବେ ବି କାହାର ଶତ୍ରୁ ନୁହେଁ, ବାସ୍ ସେ ତୁମକୁ ପରୀକ୍ଷା କରେ ଯେ ତୁମେ ବିଶ୍ୱାସର ସ୍ଥିର ଅଛ କି ଚିନ୍ତାରେ ବୁଡ଼ିଛ। ଯଦି ତୁମେ ବିଶ୍ୱାସ ବାଛିଲେ ତେବେ ଜୀବନ ତୁମ ପକ୍ଷରେ ଚାଲିବାକୁ ଲାଗିବ। ଅନେକ ଥର ଲୋକେ କୁହନ୍ତି, ପ୍ରଭୁ ମୁଁ ବହୁତ ଥକି ଯାଇଛି, ଏବେ କ'ଣ କରିବି? ଏବଂ କୃଷ୍ଣ କୁହନ୍ତି, ଟିକିଏ ରହିଯାଅ, ନିଶ୍ୱାସ ନିଅ ଏବଂ ମୋ ନାମ ନିଅ, କାରଣ ଯିଏ ରହିଯାଏ ସିଏ ଖସି ପଡ଼ିବାରୁ ବଞ୍ଚିଯାଏ। ଚିନ୍ତା ଦୌଡ଼ୁଥିବା ମନର ପରିଣାମ ଏବଂ ଶାନ୍ତି ରହିଯାଇଥିବା ମନର ଚିନ୍ତାକୁ ହରାଇବାକୁ ପ୍ରଥମ ଉପାୟ ହେଉଛି ସ୍ୱୀକାର। ଯେତେବେଳେ ତୁମେ ପରିସ୍ଥିତିକୁ ସ୍ୱୀକାର କରିନିଅ ତ ମନ ସଂଘର୍ଷ କରିବା ବନ୍ଦ କରିଦିଏ ଏବଂ ଯେତେବେଳେ ସଂଘର୍ଷ ଶେଷ ହୁଏ ସେତେବେଳେ ଈଶ୍ୱର ଭିତରେ କରିବା ଆରମ୍ଭ କରନ୍ତି। କୃଷ୍ଣ କୁହନ୍ତି, ଯେଉଁଠାରେ ବିରୋଧ ସମାପ୍ତ ହୁଏ ସେହିଠାରେ ମୋର ବାଣୀ ଶୁଣାଯାଏ। ଯଦି ତୁମେ ଜୀବନରେ କୌଣସି ଜିନିଷ ବାରମ୍ବାର ବିଗିଡ଼ି ଯାଉଛି ତେବେ ଏହାର ଅର୍ଥ ନୁହେଁ ଯେ ତୁମେ ଦୁର୍ଭାଗ୍ୟଶାଳୀ। ଏହାର ଅର୍ଥ ହେଉଛି ପ୍ରଭୁ ତୁମକୁ କୌଣସି ଅନ୍ୟ ମାର୍ଗରେ ପଠାଇବାକୁ ଚାହୁଁଛନ୍ତି। ମାତ୍ର ଚିନ୍ତା ସେହି ସଂକେତକୁ ଅନ୍ଧାର କରିଦିଏ। ତେଣୁ ଯେତେବେଳେ କିଛି ବିଗିଡ଼ି ବିବ୍ରତ ହୁଏ ନାହିଁ। ଯଦି ଆପଣଙ୍କ ହସ ଅନ୍ୟ କାହାର ବ୍ୟବହାର ଉପରେ ନିର୍ଭର କରେ ତେବେ ଆପଣ ସବୁବେଳେ ଦୁର୍ବଳ ରହିଯିବେ, କିନ୍ତୁ ଯେତେବେଳେ ଆପଣଙ୍କ ହସ ଆପଣଙ୍କ ନିଜ ନିଷ୍ପତ୍ତିକୁ ଜନ୍ମ ନିଏ ସେତେବେଳେ କେହି ବି ତାକୁ ଛଡ଼ାଇ ନେଇପାରିବ ନାହିଁ। ଏହି ସ୍ୱାଧୀନତା ହିଁ ଅସଲି ଆନନ୍ଦ। ଭାବନ୍ତୁ, ନଦୀ ଯେତେବେଳେ ବହେ ତେବେ ତାକୁ ପର୍ବତ, ପଥରଯୁକ୍ତ ଜମି, ଗାତ, ଖାଲ ସବୁ ମିଳେ। କ'ଣ ନଦୀ ଅଟକି ଯାଏ? ନା, ସେ ନିଜ ବାଟ ତିଆରି କରେ, ନିଜର ଧାରା ନିର୍ଣ୍ଣୟ କର। ସେହିପରି ମଣିଷକୁ ମଧ୍ୟ ପରିସ୍ଥିତି ଅନୁସାରେ ନିଜକୁ ଢାଳିବାକୁ ପଡ଼ିବ। ଯଦି ରାସ୍ତା କଠିନ ତେବେ ଡରିକି ବସନ୍ତୁ ନାହିଁ, ବରଂ ଏହା ସ୍ଥିର କରନ୍ତୁ ଯେ ମୁଁ ମୋ ଖୁସିରେ ରାସ୍ତା ନିଜେ ତିଆରି କରିବି। ଅଧିକାଂଶ ଲୋକ କହନ୍ତି ଯେ ଯେତେବେଳେ ସବୁ କିଛି ଠିକ୍ ହେବ ସେତେବେଳେ ମୁଁ ଖୁସିରେ ରହିବି, କିନ୍ତୁ ସତ୍ୟ ଓଲଟା। ଯେତେବେଳେ ଆପଣ ଖୁସିରେ ରହିବା ଶିଖିଯିବେ ସେତେବେଳେ ସବୁ କିଛି ଠିକ୍ ଲାଗିବାକୁ ଲାଗିବ, କାରଣ ଦୁନିଆ ସେମିତି ଦେଖାଯାଏ ଯେମିତି ଆପଣଙ୍କ ନିଜର ନିରାଶରେ ଭରିଛି। ତୁମେ ସ୍ୱର୍ଗ ମଧ୍ୟ ନର୍କ ପରି ଲାଗିବ, ଆଉ ଯଦି ଆପଣଙ୍କ ନିଜର ବିଶ୍ୱାସରେ ଭରିଛି ତେବେ ନର୍କ ମଧ୍ୟ ଆପଣଙ୍କୁ ଶିକ୍ଷା ଦେଇ ସ୍ୱର୍ଗ ପରି ଅନୁଭବ ହେବ। କୃଷ୍ଣ ଏହା ମଧ୍ୟ ଶିଖାନ୍ତି ଯେ ଖୁସି ଏକ ସାଧନା, ଏହାକୁ ପ୍ରତିଦିନ ବାଛିବାକୁ ପଡ଼େ। ଯେମିତି ନିଶ୍ୱାସ ନେବେ, ସକାଳୁ ଉଠନ୍ତୁ ଏବଂ ମନରେ ଏହି ସଂକଳ୍ପ ଭରନ୍ତୁ ଯେ ଆଜି ଯାହା ବି ହେଉ
ମୁଁ ମୋର ଶାନ୍ତି ହରାଇବି ନାହିଁ। ଏଇଠି ଆମେ ଆଜିର ପ୍ରୟାସ ଶେଷ କରୁଛୁ। ଚ୍ୟାନେଲକୁ ଯିଏ ନୂଆ ଆଇଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ନିଶ୍ଚୟ ଦବାନ୍ତୁ, ଯାହାଫଳରେ ଆମର ପ୍ରତ୍ୟେକ ପ୍ରେରଣାଦାୟକ ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚି ପାରିବେ। ଜୟ ଶ୍ରୀ ରାଧେକୃଷ୍ଣ।